ବାପା ମା ଏଠାକୁ ଆସନ୍ତୁ। କଣ ହେଲା ଝିଅ? ମୁଁ ତୁମକୁ ଏକ ପ୍ରଶ୍ନ ପଚାରିବାକୁ ଇଚ୍ଛା କରେ। ଠିକ ଅଛି ପଚାର। ଗତକାଲି ମୁଁ ଭିବେକ୍ କ୍ଲାସ ଯାଇଥିଲି। ଗତକାଲି ମୁଁ ଭିବେକ୍ କ୍ଲାସ ଯାଇଥିଲି। ଭିବେକ୍ କ୍ଲାସ ଥିଲେ ଉଦ୍ଦେଶ୍ୟ ପାଇଁ ଅନୁସନ୍ଧାନ। ମୋର ଉଦ୍ଦେଶ୍ୟ କଣ? ବାପା ତମେ ମତେ ପଢ଼ବାକୁ ସ୍କୁଲକୁ ଛାଡ଼ିଲ, ପାଠ ଖାତା ପତ୍ର ଡ୍ରେସ୍ ବହି ସବୁ ଦେଲ, କିନ୍ତୁ ମତେ ପ୍ରଭୁଙ୍କର ବାକ୍ୟ ଶିଖାଇଲ ନାହିଁ କିମ୍ବା ପ୍ରାର୍ଥନା କରିବାକୁ ଶିଖାଇଲ ନାହିଁ। ଆମେ ଯେତେବେଳେ ସଣ୍ଡେ ସ୍କୁଲ ଯାଇଥାଉ ସେତେବେଳେ ତୁମେ ପଚାର ନାହିଁ ଆଜି ସଣ୍ଡେ ସ୍କୁଲରେ କ'ଣ ଶିକ୍ଷା ଲାଭ କଲ, କାହା ବିଷୟରେ ଷ୍ଟୋରି କହିଲେ ପାଷ୍ଟର ଆଜ୍ଞା, କହିଲ ନାହିଁ। ଆଉ ମୋର ବାପ୍ତିସ୍ମ ମୁଁ ପାଷ୍ଟର ଆଜ୍ଞା କହିଥିଲେ ମୋତେ ମୋର ବାପ୍ତିସ୍ମ ଛୋଟବେଳେ ହେଇଥିଲା ମଣ୍ଡଳୀ ଏବଂ ସାଥୀମାନଙ୍କ ମଧ୍ୟରେ। କ'ଣ ଶପଥ ହେଇଥିଲା? ଆରେ ଶୁଣୁଛ, ଝିଅ ତ ଏତେ ବଡ଼ କଥା କହିଦେଉଛି। ହଁ ଏତେ ବଡ଼ ଚମତ୍କାର କଥା ମୁଁ ତ ଆଜି ପ୍ରଥମ ଥର ଶୁଣୁଛି। ହଁ ଝିଅ ସତ କଥା ଆମେ ତତେ ପ୍ରଭୁଙ୍କ ଠାରେ ବଢ଼ାଉନୁ, ଆମେ ତତେ ଆତ୍ମିକ ଜୀବନରେ ନେଉନୁ, ଆମେ ତତେ କିଛି ଜିନିଷ ମଧ୍ୟ ଅଭାବ କରିନୁ। ଏଡ଼େ ବଡ଼ ପ୍ରଶ୍ନ ପଚାରି ଦେଉଛି ଆମକୁ, ସତରେ କି ନାହିଁ? ଝିଅ ଆମମାନଙ୍କୁ ତ କେବେ କିଛି ଅଭାବ ହେବାକୁ ଦେଇନୁ। ସତ କଥା ଆମେମାନେ ଖାଲି ରବିବାର ଦିନ ଆସୁଛୁ, ବାକ୍ୟ ଶୁଣୁଛୁ, ପୁଣି ଯାଉଛୁ, ବାଇବେଲ ଗୀତ ବହି ଯାକ ସାଇଡ଼ରେ ରଖିଦେଉଛୁ, ପୁଣି ସୋମବାରକୁ ଶନିବାର ଦିନ ଯାକ ଯାହା କାମରେ ତାହାର ଲିପ୍ତ ରହିଯାଉଛୁ। ଆମମାନେ କେବେ ବାକ୍ୟ ପଢ଼ୁନୁ କି ତତେ ମଧ୍ୟ ପଢ଼ାଉନୁ। ମୁଁ ଯାଉଛି ମୋର କାମରେ, ଆମମାନଙ୍କର ଭୁଲ ହେଇଗଲା। ତୁମେ ଏଇ ଯେଉଁ କଥା କହିଲ ସେଥିରେ ଆମମାନଙ୍କର ଚକ୍ଷୁ ଖୋଲିଦେଲ ଆଜି। ସେଥିପାଇଁ ମୁଁ ତୁମର ଭିଭିଏସ୍ ସାର୍ଙ୍କୁ ବହୁତ ଧନ୍ୟବାଦ ଦେଉଅଛି। ତୁମକୁ ମଧ୍ୟ ବହୁତ ଧନ୍ୟବାଦ ଦେଉଅଛି। କାହିଁକିନା ଆମମାନେ ଜାଗତିକ ବିଷୟରେ ହିଁ ଆମମାନେ ଧ୍ୟାନ ଦେଉଛୁ। ଆମମାନେ କିଛି ସମୟ ମଧ୍ୟ ଆମେ କାଢ଼ିକି ବାଇବଲ ପଢ଼ୁନୁ, ଆମେ ଖାଲି ଜାଗତିକ ଦୁନିଆର କାମ ହିଁ କରି ଚାଲିଛୁ। ସେଥିପାଇଁ ଆମମାନେ ଆଜିଠୁ ତତେ ବାକ୍ୟ ପଢ଼ିବାରେ ସାହା ହେବୁ ଏବଂ ତତେ ପ୍ରାର୍ଥନା କରିବାକୁ ମଧ୍ୟ କହିବୁ ଏବଂ ତତେ ଆତ୍ମିକ ଜୀବନରେ ମଧ୍ୟ ଆମେ କଢ଼ାଇ ନେବା ପାଇଁ ଚେଷ୍ଟା କରିବୁ। ଠିକ୍ ଅଛି।